ଆମେ ଆପଣଙ୍କ କଲ୍ ଆମ ପ୍ରତିନିଧିଙ୍କ ପାଖକୁ ଟ୍ରାନ୍ସଫର କରୁଛୁ। ଆପଣଙ୍କ କଲ୍ ଆମ ପାଇଁ ମୂଲ୍ୟବାନ ଅଟେ। ଆମ କୃଷିକୁ କଲ୍ କରିଥିବାରୁ ଧନ୍ୟବାଦ। ଆପଣଙ୍କର କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବରକୁ ଆପଣଙ୍କୁ ସ୍ୱାଗତ। ମୁଁ ଆପଣଙ୍କ ପ୍ରଶ୍ନ କି ହଁ ମ୍ୟାମ୍, ମତେ ଆମେ ଦେଖନ୍ତୁ ଭୂମିହୀନ ଚାଷୀରେ ଆମକୁ ଟଙ୍କା ପର୍ଯ୍ୟନ୍ତ ମିଳିପାରିଲା ନାହିଁ। ଆଜ୍ଞା, ଠିକ ଅଛି। ତ ଆପଣ କାଳିଆ ଯୋଜନା ପକେଇଥିଲେ, ଆପ୍ଲାଏ କରିଥିଲେ? କାଳିଆ ଯୋଜନାରେ ହଁ, କାଳିଆ ଯୋଜନାରେ ମିଳିଥିଲା, ଟଙ୍କା ମିଳିଥିଲା। କାଳିଆ ଯୋଜନା ଆପ୍ଲାଏ କରିଲେ ଭୂମିହୀନ ଚାଷରେ ପକେଇଥିଲେ? ହଁ, କାଳିଆ ଯୋଜନା ଭୂମିହୀନର। ଆପଣ କେତେ ସମ୍ପୂର୍ଣ୍ଣ ପଇସା ପାଇଥିଲେ? ସମ୍ପୂର୍ଣ୍ଣ ତ ମନେ ପଡୁନାହିଁ, କିନ୍ତୁ ମୁଁ ପାଇଥିଲି ସେତେବେଳେ। କେତେ ପାଇଥିଲେ କହିପାରିବେ? ପ୍ରାୟ 12,000 ନା କେତେ ପ୍ରାୟ ଆସିଥିଲା କଣ ବୋଧେ। ଆଜ୍ଞା, ଠିକ ଅଛି। ସେ 12,500 ହଉଛି ସେ କାଳିଆ ଯୋଜନା ପଇସା। ଆପଣ ଯଦି ପାଇଛନ୍ତି ସାର୍ ଥରେ ଭୂମିହୀନରେ, ନେକ୍ସଟ ଟାଇମ ଆପଣ ପାଇପାରିବେନି। ଆପଣଙ୍କର କାଳିଆ ଯୋଜନା ଯାହା ପିଏମ କିଷାନ ବୁଝିପାରିଲେ, ଗୋଟିଏ ଏଟା ମର୍ଜ ହେଇଯାଇଛି। ତେଣୁ ଗୋଟିଏ ଯିଏ ଥରେ ପାଇଛି ଭୂମିହୀନ ଚାଷୀ ମାନେ, ସେମାନେ ଆଉ କେହି ପାଇବେନି ସାର୍, ଗୋଟିଏ ଥର ପାଇବେ, ବୁଝିପାରିଲେ? ଗୋଟିଏ ଥର। ଆଜ୍ଞା ଆଜ୍ଞା। ଆଉ ଯୋଉମାନେ କ୍ଷୁଦ୍ର ନାମଧ୍ୟ ଚାଷୀ, ଯୋଉମାନେ କ୍ଷୁଦ୍ର ନାମଧ୍ୟ ଚାଷୀ, ସେମାନେ ସେଇ କିଷାନ ଆପ୍ଲାଏ କରିପାରିବେ, କି ପ୍ରତିବର୍ଷ ପାଇବେ। ବୁଝିପାରିଲେ? ପ୍ରତିବର୍ଷ ତାଙ୍କୁ ଆପଣଙ୍କ 2,000 କ୍ଷମା କରନ୍ତୁ 4,000 ଟଙ୍କା ପାଇବେ ସେ ବର୍ଷକୁ 2 ଥର। ଯୋଉ ଆମର ରହିଲା ଜମିହୀନ ଚାଷୀ, ସେମାନେ ପୁଣି ଆଉ ଥରେ କେବେ ପାଇବେ, କେତେ ବର୍ଷ ପରେ? ସେ ଥରେ ପାଇବେ ସାର୍। ସେ ଥରେ ପାଇଯାଇଛନ୍ତି, ଆଉ ପାଇବେନି ସାର୍, ଗୋଟିଏ ଥର ପାଇବେ। ହଁ, ମିଳିବନି ସେମାନଙ୍କୁ। ନାଇଁ ସାର୍, ଆପଣ ନୂଆ ଯଦି ଆବେଦନ କରନ୍ତି ହବ ନାଇଁ? ନୂଆ ଆବେଦନ ସାର୍ ମର୍ଜ ହେଇଛି, ପିଏମ କିଷାନ କାଳିଆ ଯୋଜନା ମର୍ଜ ହେଇଛି, ମାନେ ଆପଣ ଆଧାର କାର୍ଡ ମାନେ ଆପଣ ବାହାରି ଯିବ ସାର୍ ସବୁ। ଆଉ ଯୋଉମାନେ ରହିଲେ ଆମର ଆଉ ବି ଅନେକ ଅଛନ୍ତି, ମାନେ ଯୋଉମାନେ ଆମର ଜମିହୀନ ଚାଷୀ, ସେମାନେ ଯଦି ପୁଣି ଆଉ ଥରେ ଆପ୍ଲାଏ କରନ୍ତି, ଯୋଉମାନେ ପାଇନାହାନ୍ତି ଆଗରୁ। ହଁ, ଯୋଉମାନେ ପାଇନାହାନ୍ତି ସାର୍ ସେମାନେ ଆପ୍ଲାଏ କରିପାରିବେ। ଯଦି ସେମାନେ କାଳିଆ ଯୋଜନା ଆପ୍ଲାଏ କରିଛନ୍ତି, ତାହେଲେ ସେମାନେ ପିଏମ କିଷାନ ଆପଣ ଆବେଦନ କରିବାକୁ ପଡିବନି, କାରଣ ସେ ଗୋଟିଏ ସ୍କିମ୍, ବୁଝିପାରିଲେ? ତାଙ୍କର ରେଜିଷ୍ଟର ମାନେ ଅଲରେଡି ରେଜିଷ୍ଟର ଦେଖେଇବ ସାର୍, ବୁଝିପାରିଲେ? କାଳିଆ ଯୋଜନାରେ ଆସିବ, ସେମାନେ ଟିକେ ଇକେୱାଇସି ଅପଡେଟ୍ କରିଦେବେ। ଯଦି ତାଙ୍କର ଆସୁନାହିଁ, ଇକେୱାଇସି ଅପଡେଟ୍ କରିଦେଲେ ତାଙ୍କର। ଯୋଉମାନେ କାଳିଆ ଯୋଜନାରେ ଆପ୍ଲାଏ କରିଥିଲେ, ଯୋଉମାନଙ୍କର ଆସି ନଥିଲା, ସେମାନଙ୍କର ଏବେ ଆସିବ? ଆଜ୍ଞା, ଆସିପାରିବ ସାର୍। ଯଦି ତାଙ୍କର ଟ୍ରବୁଲ ଦେଖଉଛି, ତାଙ୍କର ଇକେୱାଇସି ଟିକେ ଅପଡେଟ୍ କରିଦେଲେ ତାଙ୍କର ଆସିବ। ଇକେୱାଇସି ଅପଡେଟ୍ କରିବା ପାଇଁ ପଡିବ? ଆଜ୍ଞା। ଆଉ ସେଟା କେବେ ଆସିବ? ତାଙ୍କର ଆସିବ ସାର୍, ଯେହେତୁ ଇକେୱାଇସି ଅପଡେଟ୍ କରିଦେଲେ। ଆଉ ତାଙ୍କର ହଁ, କେତେଟା କିସ୍ତି ପାଇଥିବେ ସେମାନେ? ସେମାନେ ପ୍ରାୟ ଯୋଉମାନେ ପାଇନାହାନ୍ତି। ଟୋଟାଲି ପାଇନାହାନ୍ତି? ହଁ, ଠିକ ଅଛି। ସେମାନେ ଇକେୱାଇସି ଅପଡେଟ୍ କରିଦେବେ ଜନସେବା କେନ୍ଦ୍ରରେ ଯାଇକି, ବୁଝିପାରିଲେ? ତାଙ୍କର ଆଧାର କାର୍ଡ ହଉ, ତାଙ୍କର ଯାହା ବି ହଉ, ମୋବାଇଲ ନମ୍ବର ଲିଙ୍କ ଥିବ ଯୋଉ ନମ୍ବରରେ ଆଧାର କାର୍ଡ ସହିତ, ସେଇ ସବୁ ଇକେୱାଇସି ଅପଡେଟ୍ କରିଦେଲେ ତାଙ୍କର ଆସିଯିବ ସାର୍। ଯୋଉମାନେ ଯଦି ଗୋଟେ ଦିଟା କିସ୍ତି ପାଇଥିଲେ, କମ୍ପ୍ଲିଟ ପାଇନଥିଲେ, ସେମାନଙ୍କର ଆଉ ଯେତିକି ପେଣ୍ଡିଂ ରହିଲା, ସେତିକି ପେଣ୍ଡିଂ ତ ପାଇବେ ସେମାନେ? ପାଇବେ ସାର୍, ସେମାନେ ପାଇବେ। ତାଙ୍କୁ କିନ୍ତୁ ଯୋଉମାନେ 2ଟା କିସ୍ତି ପାଇଛନ୍ତି, ତାପରେ କିସ୍ତି ପାଇଁ ସେ ଯୋଉ ବ୍ୟାଙ୍କ ଦେଇଥିଲେ, ଆକାଉଣ୍ଟ ଦେଇଥିଲେ, ସେ ବ୍ୟାଙ୍କକୁ ଯାଇକି ଏନପିସିଆଇ ରେ ଆକାଉଣ୍ଟ ସେଟିଂ କରାଇବେ, ବୁଝିପାରିଲେ? ଏନପିସିଆଇ ଆକାଉଣ୍ଟ ସେଟିଂ କରିଦେବେ। ଆଜ୍ଞା। ନେକ୍ସଟ କିସ୍ତି ବର୍ତ୍ତମାନ ଯେହେତୁ ଛୁଟି ଥିଲା, ସେଥିପାଇଁ ଟିକେ ଟ୍ରବୁଲ ହଉଛି ପଇସା ଆସିବାରେ। 3-4 ଦିନ ପରେ ଚେକ୍ କଲେ ଆପଣ ପାଇପାରିବେ। ସେମିତି ସ୍ଟାଣ୍ଡାର୍ଡ ଓଡ଼ିଶା.gov.in ରେ। ଆଜ୍ଞା, ଧନ୍ୟବାଦ ସାର୍। ଆଜ୍ଞା। ଯଦି ଭବିଷ୍ୟତରେ ଚାଷ ପଶୁପାଳନ, ମତ୍ସ୍ୟ ପାଣିପାଗ ସମ୍ବନ୍ଧରେ ଜାଣିବା ପାଇଁ ଚାହୁଁଛନ୍ତି, ତାହେଲେ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 5353 333 କଲ୍ କରି ପରାମର୍ଶ ନେଇପାରିବେ। ଆଜ୍ଞା, ଧନ୍ୟବାଦ।